ଯାତ୍ରା ଆମର ଠାକୁରଙ୍କର ନିଶ୍ଚିତ ଭଲ ଚାଲିଛି। ପ୍ରଭୁଙ୍କର ଆଶୀର୍ବାଦରେ ଭଲ ଅଛି, କିଛି ଅସୁବିଧା ନାହିଁ। ଭାଗବତ ମାନେ ଆମର 13 ଦିନ ଆମର ସୁଝିଲା। ବର୍ତ୍ତମାନ ଆମର 21 ଆମର କରିବାରୁ ଯୋଜନା ଥିଲା, ପ୍ରଭୁଙ୍କର ଆଦେଶ ନଥିଲା ହିଁ, ସେଥିପାଇଁ ଆମର 13 ଦିନ ଯାତ୍ରା କଲୁ। 13 ଦିନ ବର୍ତ୍ତମାନ ଏବେ 5 ଦିନ ଆଜିକି ଭୋଗ ହେଇଗଲାଣି। ଭୋଗ ଭିତରେ ଆମର ଏବେ ଭଗତ ମାନେ 60 ଭାଇ ଆମର ଆସି ପହଞ୍ଚିଲେଣି ଏବଂ ଯାତ୍ରା ଆମର ସୁରୁଖୁରୁରେ ଚାଲିଛି। ଆମେ ଆଗକୁ ଯାତ୍ରା କେମିତି ଭଲ ଭଲ କରିବୁ, ସେଥିପାଇଁ ଆମେ ଆସନ୍ତା ଆର ବର୍ଷ ଆମର 17 ଦିନ କରାହେଇଥିଲା। ତେଣୁକରି ଭଗତ ମାନେ ଭାଇମାନଙ୍କୁ ସବୁ ଧରିକି ସହଯୋଗ ସମୟରେ ଆଉ ଆଖପାଖ ଭାଇମାନେ ସବୁ ଆସିକି ବହୁତ ସହଯୋଗ କରିକି ଯାତ୍ରା ସୁରୁଖୁରୁରେ ଭଲ ଚାଲିଛି, କିଛି ଅସୁବିଧା ଆମର ନାହିଁ। ତେଣୁକରି ଏ ବର୍ଷ ମେରୁ ଯାତ୍ରାଟା କେମିତି ସୁରୁଖୁରୁରେ ହେବ, ସେଥିପାଇଁ ଆମେ ଟିକେ ଚିନ୍ତାରେ ଅଛୁ। ଭଲ ହେବ ବୋଲିକି ଆମେ ଟିକେ ଆଶା କରୁଛୁ ଅଧିକା ଟିକେ ଆଉ। ବର୍ତ୍ତମାନ ଏବେ ଆମର 60 ଭଗତ ହେଲେଣି, ଆମର 100 ପାଖାପାଖି ଭଗତ ହେବ ବୋଲି ଆମର ଆଶା ଅଛି। ପ୍ରଭୁଙ୍କର ଆଶୀର୍ବାଦରେ ସମ୍ଭାବନା ଆଉ ନା, ସିଏ ଯାହା ସିଏ ସମ୍ଭାବନା ଅସମ୍ଭବ ସମ୍ଭବ ସିଏ କରୁଛନ୍ତି, ଆମେ କିଛି କରିବାର ନାହିଁ। ଆମେ ଭଲ ଲୋକ, ଆମେ କ'ଣ କରିବା? ପ୍ରଭୁଙ୍କର ଆଶୀର୍ବାଦରେ ସେ ଭଲ ଚାଲିଛି, ନିଆଁରେ ଆମେ ଖେଳିକି ଆମକୁ ଆଶୀର୍ବାଦ କରି ଆମକୁ ସୁରକ୍ଷିତ କରି ଚାଲିଛନ୍ତି। ପ୍ରଭୁଙ୍କର ଆଶୀର୍ବାଦ ତ ନିଆଁ ଖେଳନ୍ତି, ଯଦି ଆମେ ଦଣ୍ଡ ଖେଳୁଛୁ, ଏ ଖେଳ ହେଉଛି ଆଶୀର୍ବାଦ ତ ସମସ୍ତଙ୍କ ନିହାତି ସହାୟକ। ଭଗତ ଭାଇ ମାନଙ୍କର ଠାକୁରଙ୍କର ଆଶୀର୍ବାଦ ସମସ୍ତେ ଥାଇକି ଆମର ଆଶୀର୍ବାଦ ଖାଇକି ନିହାତି ଆମେ ଖେଳିକି ଆମେ ଚାଲିଛୁ ଆଉ।